ଆମେ ବର୍ତ୍ତମାନ ସେଇ ସୁନାମୁହିଁ ଘାଟ ଏଠି ପାଣି ରହିବା ପାଇଁ ଗୋଟେ ଅସ୍ଥାୟୀ ଇଏ ଖୋଳା ଯାଇଛି। ଏଠି ଠିକ ଅଛି। ଏଇଠୁ ମାତ୍ର 200 ମିଟର ଦୂରରେ ବର୍ତ୍ତମାନ ଗୋଟେ ନିଆଳି ଅଞ୍ଚଳରେ ସାରା ଓଡ଼ିଶାରେ ଗୋଟେ ଚର୍ଚ୍ଚା ହଉଛି କି ପ୍ରାଚୀର ପୁନରୁଦ୍ଧାର କରାଯିବ। ଏଇ ସୁଯୋଗ ଦେଖି ବର୍ତ୍ତମାନ ବାଲି ମାଫିଆ ମାଟି ମାଫିଆ କଣ କରିଛନ୍ତି, ପୁରା ଫୁଲ ଦମରେ ମାତି ଯାଇଛନ୍ତି। ଯାହା ଆପଣଙ୍କୁ ସେ ଚିତ୍ର ଦେଖଉଛି, ଦେଖିବେ କିଛି ଦିନ ହେଲା ଯୋଉ ମାଟି ଆଉ ବାଲି ବେପାରୀ ମାନେ ପୁରା ଖୁଲୁମ ଖୁଲା ହାତରେ ମାଟି ତାଡ଼ିବାରେ ବ୍ୟସ୍ତ। ଏ ହଉଛି ପ୍ରାଚୀ ବନ୍ଧ। ପ୍ରାଚୀ ବନ୍ଧ ଦେଖନ୍ତୁ କେମିତି କାଟି ଦିଆଯାଇଛି। ଏଇ ପ୍ରାଚୀ ବନ୍ଧ କାଟିଲା ପରେ ମେସିନ୍ ଟ୍ରାକ୍ଟର ଆରାମସେ ଆସୁଛି। ୟା ଭିତରେ ରାତିରେ କିମ୍ବା ଦିନରେ ଆସିଲେ ବି କିଛି ଅସୁବିଧା ନାହିଁ, କାହିଁକି ନା ଏଠି ଲୋକ ଆସନ୍ତି ନାହିଁ। ମୁଁ ଦେଖେଇବି ବର୍ତ୍ତମାନ ପ୍ରାଚୀ ନଈର ଏଠି ଯୋଉ ରହିଛି ବେଡ୍, ତାକୁ ରାତି ଅଧିଆ ଜେସିପି ଲଗେଇ ଏଠି ଶହ ଶହ ଟ୍ରିପ ମାଟି ଉଠାଣ କରି ଏ ବନ୍ଧ ସେପଟେ ତାକୁ ନିଜର କାମରେ ଲଗା ଯାଉଛି। ବନ୍ଧ କାଟି ଦେଇଛନ୍ତି। ଏଠି ଦେଖନ୍ତୁ ଯୋଉ ପ୍ରାଚୀର ରହିଛି ବେଡ୍, ସେ ବେଡ୍କୁ ଏଠି ମାଟି ଜମା ହେଇଛି। ଏଇ ମାଟି ସବୁ ନେଇ ସେଠି ସବୁ ନିଜ କାମରେ ଲଗା ଯାଉଛି। ଏଟା ଆଇନ ପରିସରଭୁକ୍ତ କିମ୍ବା ତହସିଲଦାର ସେମାନଙ୍କୁ କୌଣସି ଅନୁମତି ଦେଇଛନ୍ତି ନାହିଁ। ଏଟା ହଉଛି ଆକ୍ଚୁଆଲି ଡ୍ରେନେଜ ଡିଭିଜନର ସ୍ଥାନ। ଦେଖନ୍ତୁ ଇଏ ତ କୋଉଠି ଉପାନ୍ତ ଅଞ୍ଚଳର ନୁହଁ, ଏଇଟା ଗୋଟେ ଖୋଦ ହେଡକ୍ୱାର୍ଟର, ନିଆଳି ହେଡକ୍ୱାର୍ଟରରେ ଦେଖନ୍ତୁ ପ୍ରାଚୀ କୁ ତାଡ଼ି ନିଜର କାମରେ ଲଗା ଯାଉଛି। ମାଟି ଉଠେଇକି ଦିନ ରାତି ମାଟି ଏଠି ଉଠୁଛି, କିନ୍ତୁ ଏଠି ସବୁ ଦେଖି ସମସ୍ତେ ନୀରବ ଅଛନ୍ତି। ଏଠି ଦିନରେ ବି କେହି ଏଠିକି ଆସନ୍ତି ନାହିଁ। କେବଳ ଆମେ ଗୋଟେ ସୂତ୍ରରୁ ଖବର ପାଇଲୁ କି ଏଠି ରାତିରେ ମାଟି ଉଠୁଛି ଆଉ ନଈକି ଖୋଳି ଦିଆହେଇଛି। ଆଉ ଗୋଟେ କଥା ମୁଁ ଆପଣଙ୍କୁ ସୂଚନା ଦେବା ପାଇଁ ଚାହିଁବି, ଯୋଉ ପ୍ରାଚୀ ଉଦ୍ଧାର କାର୍ଯ୍ୟକ୍ରମ ବି ସରକାର ହାତକୁ ନେଇଛନ୍ତି, କିନ୍ତୁ ଅନ୍ୟପଟେ ଯୋଉ ମାଟି ନେଇ ବେପାର କରୁଛନ୍ତି ସେମାନଙ୍କର ଅବସ୍ଥା ଦେଖନ୍ତୁ। ସିଏ ଯୋଜନା କାର୍ଯ୍ୟକାରୀ ହବା ପୂର୍ବରୁ ଇଏ ମାଟି ଉଠେଇ ନିଜ କାମରେ ଲଗାଉଛନ୍ତି, ତାକୁ ବିକି ଦେଉଛନ୍ତି ବୋଲି ଯାହା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଦେଖନ୍ତୁ ଆମେ ପ୍ରାଚୀ ପାଇଁ ଅନେକ କାର୍ଯ୍ୟକ୍ରମ କରୁଛୁ। ପ୍ରାଚୀ ଉଦ୍ଧାର, ପ୍ରାଚୀର ସୁରକ୍ଷା, ପ୍ରାଚୀ ସୁରକ୍ଷା ମଞ୍ଚ, ବିକାଶ ମଞ୍ଚ, ଅନେକ ସଂସ୍ଥା ସବୁ ରହିଛି, NGO ରହିଛି। ଆମେ ତାଙ୍କୁ ନିବେଦନ କରିବୁ, ଆଉ ସ୍ଥାନୀୟ ପ୍ରଶାସନ ରହିଛନ୍ତି, ଆମ ତହସିଲଦାର ରହିଛନ୍ତି, ଟିକେ ୟା ଉପରେ ଧ୍ୟାନ ଦେବେ। ଯୋଉ ଶହ ଶହ ଟ୍ରିପ ମାଟି ଏବେ ଉଠି ସାରିଲାଣି, ଆଉ ଆମେ ତ ତା ଭିତରକୁ ଯାଇପାରିବୁନୁ। ତଥାପି ଆମ ଯୋଉ କ୍ୟାମେରାମ୍ୟାନ ରହିଛନ୍ତି ତାଙ୍କୁ କହିବି ସେ ଟିକେ ପାଖରୁ ଆସିକି ଦେଖନ୍ତୁ ଯେ ଏଠୁ ଶହ ଶହ ଟ୍ରିପ ମାଟି ଉଠି ଯାଇଛି, ଖାଲ ବର୍ତ୍ତମାନ ହେଇଯାଇଛି। ଏଟା ଗୋଟେ ବେଲ୍ଟ ରହିଛି, ଏଇ ଯୋଉ ପ୍ରାଚୀ ବେଲ୍ଟ, ଏଠି ବନ୍ଧ ରହିଛି। ଯୋଉ ବନ୍ୟା ପାଣି ଆସିଲେ ଏଠି ସୁରକ୍ଷିତ ରହିବ। ଯଦି ଏ ବେଲ୍ଟ ଏଇ ସ୍ଥାନଟାକୁ ତାଡ଼ି ଦିଆଯିବ, ଇଏ ବନ୍ଧ ସୁରକ୍ଷିତ ରହିବ ନାହିଁ। ବର୍ତ୍ତମାନ ତ ପ୍ରାଚୀରେ ଆସୁନାହିଁ, ପାଣି ଆସୁନାହିଁ, କିନ୍ତୁ ଯଦି ବନ୍ୟା ସମୟରେ ପାଣି ଆସିବ ତାହେଲେ ଏ ବନ୍ଧ ସମ୍ପୂର୍ଣ୍ଣ ଭାଙ୍ଗିଯିବ। ତାପରେ ତାଙ୍କୁ କିଏ କୋଉଠୁ ପରମିଶନ ମିଳିଲା ଯେ ଏତେ ମାତ୍ରାରେ ମାଟି ଉଠେଇକି ବିକି ଦେଇଛନ୍ତି। ତ ତହସିଲଦାରଙ୍କୁ ଏତିକି ମୁଁ ଅନୁରୋଧ କରୁଛି, ନିଆଳି ପ୍ରଶାସନକୁ ଅନୁରୋଧ କରୁଛି, ଅନେକ NGO ବି ପ୍ରାଚୀ ପାଇଁ କାମ କରୁଛନ୍ତି, ଟିକେ ଇଏ ଚିତ୍ରକୁ ଦେଖିବେ, ଆଉ କ'ଣ ପଦକ୍ଷେପ ନେଇ ହବ ତୁରନ୍ତ ନିଅନ୍ତୁ। ନହେଲେ ଇଏ ସମ୍ପୂର୍ଣ୍ଣ ଦିନାସିଂପାଟଣା ଆଉ ଯୋଉ ରହିଛି ସୁନାମୁହିଁ ଘାଟ ନିକଟରେ ଏଇ ସବୁ କାରନାମା ଚାଲିଛି। ଆମେ ଖବର ପାଇ ପହଞ୍ଚିଥିଲୁ, ଦେଖିଲୁ ଏଠି
जेसीबी माध्यम रे मेसीन माध्यम रे माटी सब खोली बिकी सारे।